ବାଟରେ ବାଟ ମଙ୍ଗଳା ଦେଖିବା ବାଟରେ ବାଟ ମଙ୍ଗଳା ଦେଖିବା ପାଞ୍ଚ ମନ ଏକ କହିଲା ବାଟରେ ବାଟ ମଙ୍ଗଳା ଦେଖିବା ଦେଖିବା 18 ନଳା ପାଞ୍ଚ ମନ ଏକ ମେଳେ କଣ କରିବା କି କଣ କରିବା ନରେନ୍ଦ୍ର ସ୍ଥାନ ବାଟମଙ୍ଗଳା ନିକଟରେ ଏକ ପୁଷ୍କରଣୀ ଅଛି ପୁଷ୍କରଣୀ କହିଲେ କଣ କହୁଛ ପୋଖରୀଟିଏ ଅଛି ଓ ଯୋଉଠି ପୋଖରୀ ପାଣି କରନ୍ତି ସେ ପୋଖରୀରେ ଗୋଟେ ଅଦ୍ଭୁତ ଘଟଣା ଘଟିଥିଲା କଣ ଅଦ୍ଭୁତ ଘଟିଲା କିଏ ସେ ନା ଆପଣ ମାନେ ସମସ୍ତେ ଜାଣିଥିବେ ନିତେଇ ଧବଣୀ ଆଉ ପିତେଇ ସରୁଣୀର କଥା ଆରେ ହଁ ରେ ଛୁଆଙ୍କୁ ଯେତେବେଳେ ଜ୍ୱର ଝାଡା ହୁଏ ଝାଡି ଦିଅନ୍ତି ଏ ଝାଡ ଝାଡ ଛାଡ ଛାଡେ ନିତେଇ ଧବଣୀ ପିତେଇ ସରୁଣୀ ତତଳ ଛାଡେ ଏ ମନ୍ତ୍ର ପଢନ୍ତି সেই পুষ্করণী নিকটরে নিতেই ধবণী আচ্ছা আচ্ছা ইয়ে পুরী গ্রামে যেতে ময়লা লুগা সবু আনি সফা করে কিন্তু জগন্নাথঙ্কর পরম ভক্ত কিন্তু এতে গুণীর অধিকারিণী সে এযাবত বেশ বেশ বঞ্চিকি রহিছি মরিকি কিন্তু কাহা আগে কে প্রকাশ সে করতি নাই সে এতে বড় গুণীর অধিকারিণী বলি দিনকর ঘটনা এক দিনে রজ কিসে লুগা কাচো থিলা ভলা লুগা কাচো থিলা নারীটিয়ে বড় বুঝে উড়িবারে থিলা উড়ি যাও থিলা ভলা উড়ি যাও থিলা লুগা কাচুছি দিনে দেখিলা এক বড় বৃক্ষরে পণ্ডিতে গোটে নারীটিয়ে উড়ি উড়ি যাଉଛି ଦେଖିକି କଣ କଲା ସେ ଏ ଦୃଶ୍ୟକୁ ଦେଖି ଏବେ ଆଶ୍ଚର୍ଯ୍ୟ ହୋଇଲା ଏବେ ଆଶ୍ଚର୍ଯ୍ୟ ହୋଇଲା ବିଦ୍ୟା ବଳେ ବସ କରି ତଳେ ପକାଇଲା ଏବେ ତଳେ ପକାଇଲା ଦେଖିଲା ଗୋଟେ ନାରୀଟିଏ ବର ଗଛ ଉପରେ ବସି ବସି ଯେ ଉଡି ଉଡି ଯାଉଛି ଦେଖି ଆଶ୍ଚର୍ଯ୍ୟ ହେଇଗଲା କହିଲା ଆରେ ହେ ମୁଁ କଣ ବିଦ୍ୟା ଜାଣିଛି ଇଏ କଣ ମୋ ଉପରେ ଭଳି ଲାଗୁଛି ବିଦ୍ୟା ବଳରେ ଆଜ୍ଞା ପଣ୍ଡିତେ ବସ କରି ତଳେ ପକେଇଦେଲା ତଳେ ପକେଇ ଦେଇ ତାକୁ ପଚାରିଲା କହିଲା ତୋର ଏତେ ସାହସ ଯିଏ ସର୍ବ ବିଶ୍ୱର ଉର୍ଦ୍ଧ୍ୱରେ ଯିଏ ସର୍ବ ସମାଜର ଉର୍ଦ୍ଧ୍ୱରେ ଯିଏ ସର୍ବ ଦେବତା ମାନଙ୍କ ଉର୍ଦ୍ଧ୍ୱରେ ତୋର ଏତେ ସାହସ ତୁ ତା ପାଖକୁ ଉର୍ଦ୍ଧ୍ୱଗାମୀ ହେଇଯାଉଛୁ ତୁ କିଏ ଲୋ ମେତେ ପଚାରୁଛୁ ତୁ କିଏ ଜାଣିଛୁ ତୁ କଣ କହିବୁ ଲୋ ନିତେଇ ଧବଣୀ ମତେ କିଏ ଚିହ୍ନିଛୁ ତୁ ଜାଣିଛୁ ମୁଁ ପିତେଇ ସରୁଣୀ ଚିହ୍ନିଛୁ ତୋତେ କଣ ଚିହ୍ନିବି ମୁଁ ତ ମୋର କିଛି तू चेतना को चलाउछु मु जड़ को चलेला वाला सते देखिबू तू कोन देखिबू देखिया परीक्षा हे जाऊ आज्ञा जेते लुगा सब सफा करिथिला गोटे खंडिया बंध बोली अछि सेठी अछि से माउसी से खंडिया बंध ऊपर सब जाक लुगा थोइला थोई की बंधु कहला चाल बंध चाल हां बोला बंध चाल बंध चाल धीरे धीरे ये बंध एबे चालीवा लागिला
ପିତେଇ ସରୁଣି ଦେଖିଲା ମୁଁ ଚହଳକୁ ଉଡଉଥିଲି, ମୁଁ ଚେତନକୁ ଉଡେଇ ଦଉଥିଲି ଚଳେଇ ଦଉଥିଲି। ଇଏ କଣ ଜଡକୁ ଚଳେଇ ଦେଲା, ବନ୍ଧଟା ଚାଲିଲା। ଇଏ ମୋ ଠାରୁ ବହୁତ କଲା ଭଉଣୀ, ଇଏ ମୋଠୁ ବେଶୀ ଗୁଣିଆ। ଆଜ୍ଞା ମୁଁ ମିଛ କହୁନି, ଆପଣ ନେଟରେ ସର୍ଚ୍ଚ କରିବେ, ସେ ବନ୍ଧ ଚାଲି ଚାଲି ଆସି 18 ନଳାର ବାମ ପାଶରେ ଆସି ରହିଲା। ଏଯାବତ ଆପଣ ଖଣ୍ଡିଆ ବନ୍ଧ ବୋଲି ନେଟରେ ସର୍ଚ୍ଚ କରିବେ, ଅଛି ଏପର୍ଯ୍ୟନ୍ତ ବି ନେଟରେ ଅଛି ଖଣ୍ଡିଆ ବନ୍ଧ ଅଛି, ଆପଣ ମାନେ ଦେଖିବେ ନା ନାଇଁ କି? କିନ୍ତୁ ସେଇଠି ଆଜି ହାତ ଯୋଡିଦେଲା ପିତେଇ ସରୁଣି, କହିଲା ଭଉଣୀ ଲିଲୋ ମୁଁ ଜାଣିନି ତୁ ଏମିତି ତାନ୍ତ୍ରିକ ବିଦ୍ୟା ଜାଣିଛୁ ବୋଲି। ମୁହିଁ ଛାର ସରୁଣି ଜାଣିବି କେ ମତ, ଜାଣିବି କେ ମତ ଭଲା, ଜାଣିବି କେ ମତ ବିଶ୍ୱକର୍ତ୍ତା ଜଗନ୍ନାଥ ସର୍ବଗର୍ବ ପଣ୍ଡିତ ସମାଜ ଆଜ୍ଞା ଚିନ୍ତା କଲା ଆଜି ପିତେଇ ସରୁଣି, କହିଲା ମାଲ ମୁଁ ଜାଣିନେଲ ଭଉଣୀ, ଏତେ ବଡ କଥା ମୁଁ ଜାଣିନି, ସିଏ ବିଶ୍ୱକର୍ତ୍ତା ଜଗନ୍ନାଥ ସର୍ବଗର୍ବର ଅନ୍ତ। ମୁଁ ବି ସେ ଜଗନ୍ନାଥଙ୍କୁ ସବୁବେଳେ ଡାକେ। ଆଜି ଟିକେ ଏତେ ବାଟରୁ ପଳେଇ ଆସିଛି। କୋଉଠୁ ଆସିଛି ଜାଣିଛୁ? ଢେଙ୍କାନାଳ ଜିଲ୍ଲାରୁ ଆସିଛି। ମୁଁ ଢେଙ୍କାନାଳରୁ ଆସିଛି। ମୋ ସ୍ୱାମୀଙ୍କ ନାଁ ହଉଛି ଢେଙ୍କା ସବର। କଣ ଆଜ୍ଞା ସାର୍? ଢେଙ୍କା ସବର ମୋ ସ୍ୱାମୀ ନା, ଗିରସ୍ତ ନା। ମୋ ଗିରସ୍ତ ନା ହେଲା ଢେଙ୍କା ସବର। ମୁଁ ତା ସ୍ୱାମୀ ପାଟିରେ ବସୁନି। ମୁଁ ତାର ପତ୍ନୀ, ମୁଁ ତାର ସ୍ତ୍ରୀ। ଆପଣ ମାନେ ଶୁଣିବେ ଇଏ ଜିଲ୍ଲାଟାର ନାଁ କାହିଁ ଢେଙ୍କାନାଳ ହେଇଛି? ଇଏ ଢେଙ୍କାନାଳ ଜିଲ୍ଲାର ପଣ୍ଡିତେ ଗର୍ବ ଗୌରବର କଥା। ଆମେ ପିତେଇ ସରୁଣି ନିତେଇ ଧମଣୀ କଥା ଆପଣ ସମସ୍ତେ ଜାଣିଥିବେ। ଢେଙ୍କା ସବର କଥା ଆଜି ଟିକେ ଶୁଣନ୍ତି। ଏକଦିନେ ଢେଙ୍କା ସବର ଯେ ଥିଲା, ମୃଗ ମାରି ଗଲା, ମୃଗ ମାରି ଗୁହରେ ପ୍ରବେଶ, ଢେଙ୍କା ସବର ଦିନ କଣ କଥା? ଢେଙ୍କା ସବର ଗୋଟେ ମୃଗ ମାରିକି ଆଣିଲା, ଆଣିକି ପତ୍ନୀ କି ଡାକିଲା, କହିଲା ପିତେଇ ଶୁଣିଲୁ କିସ କହୁଥିଲ ସ୍ୱାମୀ? ହେରା କଣ ହେଲା କି? ଆଜି ଗୋଟେ ଭଲ ମୃଗ ମାରିଛି। ମୃଗ ମାରିଛୁ? ହେରା କଣ କିସ? ମୃଗକୁ ମୁଁ ଛାଲି ଛୁଲି ଦେଇଛି, କାଟି ଦେଇଛି। ତୁ ଆକୁ ଭଲ କରି ପାକ କରିବୁ। ରୋଷେଇ କରିବି ତ। ସ୍ନାନ ସାରି ଆସିଲେ ମୁଁ ଏ ମୃଗକୁ ଭୋଜନ କରିବି। ଠିକ ଅଛି, ମୁଁ ଆକୁ ତୁଣ କରିଥିବି, ତୁଇ ଆଇଲେ ସାଙ୍ଗ ହେଇ ଖାଇବାରେ। ଆଶା ମାନିବାକୁ ପଡିବ ତତେ। ସ୍ୱାମୀ ରେ ଇୟା ଆଜ୍ଞା ସ୍ନାନ କରିବାକୁ ପଳେଇଲା, ମୁଁ ଭଲ କରି ତୁଣ କରିବି। ଇଏ କଣ କଲା ନା ମାଟି ପାତ୍ରରେ ଭଲ କରି ଆଜ୍ଞା ପାକ କଲା। ପାକ କରି କଣ କଲା ନା ଗୋଟେ ଖଟୁଲିରେ ଗୋଟେ ଦିଅ ବସେଇଥିଲା। ସେ ଦିଅକୁ ନେଇ ସମର୍ପଣ କରିଦେଲା। ତାଙ୍କର ଆଜ୍ଞା ପିଲାପିଲି କେହି ନାହାନ୍ତି। ସିଏ ବନ୍ଧ୍ୟା, ଯାହାର କେହି ନାହିଁ ତାର ସେଇ ଅଛି। ସମର୍ପଣ କରିଦେଲା, ଗଲା ପୁଅ ତୁ ଆଜି ଖା ଆମ ଧନ, ତୁ ଖା ଏ ତୁଣ ଖା ରେ, ଅନ୍ନ ଖା, ତୁଣ ଖା। ଗାଉଁଲି କଥା ପୁଅ, ଯାହାର କେହି ନାହିଁ କିଏ ଅଛି? ବାନ୍ଧ ମାଇ ପର କି ସମ୍ପତ୍ତି, ବାନ୍ଧ ମାଇ ପର କି ସମ୍ପତ୍ତି, ବାନ୍ଧ ମାଇ ପର କି ସମ୍ପତ୍ତି, ବାନ୍ଧ ମାଇ ପର କି ସମ୍ପତ୍ତି। ହଳଦୀ କାଠୁଆ କଜଳ ପାତେ, ହଳଦୀ କାଠୁଆ କଜଳ ପାତେ। ବାନ୍ଧ ମାଇ ପର କି ସମ୍ପତ୍ତି, ହଳଦୀ କାଠୁଆ କଜଳ ପାତେ। ହରେ ତାର ସମ୍ପତ୍ତି ବୋଇଲେ କିଛି ନାହିଁ, ତାର ଗୋଟା ହଳଦିଆ ରଙ୍ଗର ନୁଣୁ କାଠୁଆ, ଗୋଟା କଳା କଜଳ ପାତି। ତାର ଏଇ ଦିଟା ହେଲା ମୁଖ୍ୟ। ନାଇଁ ବା ଏଇଆ ବୁଝିଲ, କଳା ଲଗା। ଯାହାର କେହି ନାହିଁ ସେଇ ଅଛି। କଣ କେହି ନାହିଁ ସେଇ ଅଛି? ହଳଦୀ କାଠୁଆ କହିଲେ ପ୍ରଭୁ ବଳଭଦ୍ର। କିଏ ବା? ସୁଭଦ୍ରା ହେଲେ କିଏ ନା, କାଠୁଆ କହିଲେ ବଳଭଦ୍ର। ହଳଦୀ କହିଲେ ମା ସୁଭଦ୍ରା। ଆଉ କଜଳପାତି କହିଲେ ଜଗତର ନାଥ ଜଗନ୍ନାଥ। ନା ନାଇଁ, ଯାହାର କେହି ନାହିଁ, 3 ଜଣ ଅଛନ୍ତି। ସବୁ ସମର୍ପଣ କରିଦେଇଛି। ଢେଙ୍କା ସବର ସ୍ନାନ ସାରିକି ଆସିଲା, ଡାକିଲା
बोला पितई हाँ बोला स्नान सारी आसी गुहरे प्रवेश प्रवेशी ये पत्नी की खाद्य मागी लीला देखिला बेलकु माटी पेटरे चारि खंड मांस थिला जेतेबेले स्नान सारी आसीची हाँ पितई की डाकिला हाँ। पितई ओ दे खाद्य बाड़े ये ने रे ये हला तूण एटा भात रे रो 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 ये तूण भात रो मु भात ठीक अछि हाँ भात अछि मु तते गोटे मुर्ग आनिकी पाक करिया पाई कहिथिली हाँ कोन चारि खंड मांस पड़िछि चारि खंड पड़िछि आउ सब कुआडे गला आउ सब सेई खाइला रे सेई खाइला मोर पुओ खाइ दैछि तो पुत्र खाइ देछि मो पुओ खाइ आज्ञा से खटुली रे जेउ देवता को बसैथिला हाँ जेउ गोटा को बसैथिला हाँ। बोला एई मो पुओ खाइ ए देछि मो पुओ खाइछि पितई मु ताको हांडी सह देई देली मिछ कहउछु खाइ देई कि आउ चारि खंड रखिछि तबे चारि खंड दे तुई बोले रागिउ बोली तोर पे ए चारि खंड दे चारि खंड देबी जति हाँ ये चारि खंड न खाए हाँ ये धनुषर देख हे पुओ रे धनुषर रे आजि तो प्राण को नेई जी जीवे आज समर्पण करला कोला पुओ रे पुओ अरे पुओ आज तू चाहिले रखिबू आज खाइ दे तू चाहिले मारिबू मारी दो परे ओ जहा थिला चारि खंड सबु देई देला जातिला तारे खंड सब देई देला आनंद रे पुत्र तार भक्तर करेला हे आनंद रे पुत्र तार भक्तर करिला जहा थिला चारि खंड सबु आज समर्पण करि देछि बोला बोला पुओ रे हाँ, हाँ। तू चाहिले रखिबू तू चाहिले मारिबू मारी दबो एणे देखिला बेलकु कोन हेछि कौन ହେଇଛି वो हाँ, हाँ, हाँ। मोह मोह ओवरा ତାର ବାସନା ଛୁଟିଲା ବାସନା ଛୁଟିଲା ଛୁଟିଲା तू देखी ଢେଙ୍ଗାର ଯେ ଲାଳ ବହି ଗଲା ଲାଳ ବହି ଗଲା ଭଲା ଲାଳ ବହି ଗଲା ये तो जाति रे सबर ହଁ सब बेले पशु पक्षी शिकार करी खाइबा लोक ବେଶ 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 ସେତେବେଳେ ମୋହ ମୋହ ବରାର ବାସ୍ତା ଛୁଟି ଯାଇଛି ଛୁଟି ଯାଉଛି ପୁଅରେ ଧାର ଧାର ଲାଳ ବହି ଧାର ପଡୁଛି ଧାର ହେଇଲାଳ ହୋଇଗଲା ହଁ ପଣ୍ଡିତ ସମାଜ ଆଜ୍ଞା ଆଜ୍ଞା ସେଇ ଦିନ ଠାରୁ ହଁ। ସେ ଜିଲ୍ଲାର ନା ଢେଙ୍କାନାଳ ବୋଲି ହେଇଛି ହେଇଛି ନା ନାଇଁ ହଁ ହଁ ତେବେ